ମାଛର ଚମଡ଼ା ସ୍କିନ୍ ସ୍କିନ୍ ଖାଇବେନି କାରଣ ମାଛର ଫ୍ଲେସ୍ ଆଉ ସ୍କିନ୍ ଭିତରେ ଗୋଟେ ଗ୍ରିଜି ଲେୟାର ଥାଏ ଯୋଉଟା ହେଉଛି ଆପଣଙ୍କ ପାଇଁ ଖରାପ। ଯଦି ଚିଙ୍ଗୁଡ଼ି ଖାଉଥିବେ ତାହେଲେ ଚିଙ୍ଗୁଡ଼ି ଖୋଳପା ବାହାର କରିକି ତାକୁ ଧୋଇକି ରୋଷେଇ କରିବେ। ମାଛ ଖାଉଛନ୍ତି କି ତେବେ ମାଛର ଚର୍ମ ଆପଣଙ୍କ ପାଇଁ ମଧ୍ୟ ଘାତକ ସାବ୍ୟସ୍ତ ହୋଇପାରେ। ଆପଣ ବି ହୋଇପାରନ୍ତି ଡାଇବେଟିସ୍ର ଶିକାର। ତେବେ ଏହାକୁ ନେଇ କ'ଣ କୁହନ୍ତି ଡାଇବେଟୋଲୋଜିଷ୍ଟ, ଆସନ୍ତୁ ଜାଣିବା। ଯଦି ଆପଣଙ୍କର ସୁଗାର କଣ୍ଟ୍ରୋଲ ନାହିଁ ଷ୍ଟିଲ୍ ଅଧା, ଧରନ୍ତୁ ଆପଣ ମୋ ପାଖକୁ ଆସିଲେ ଆପଣଙ୍କ ବ୍ଲଡ୍ ସୁଗାର ଖାଇଲା ପୂର୍ବଟା 160 ଅଛି, ଖାଇଲା ପରଟା 300 ଅଛି, ତ ମୁଁ ଆପଣଙ୍କୁ ସଜେଷ୍ଟ କରିବି ଯେ ଭାତ ବନ୍ଦ କରିକି ତ ଚଳି ପାରିବେନି। ଆପଣ ଯାହା ବି ଭାତ ଖାଉଛନ୍ତି, ମୁଠେ ଖାଉଥିଲେ ଅଧା ମୁଠା ଖାଇବେ, ବେଲେ ଖାଉଥିଲେ ଅଧା ବେଲା ଖାଇବେ। ତରକାରୀ ମୁଁ ତରକାରୀ ହିସାବ କରେ, ତରକାରୀ କ'ଣ କ'ଣ ପଡୁଛି, କାରଣ ତରକାରୀ କ୍ୟାଲୋରୀ ବି ଆମେ ହିସାବ କରୁ, ବୁଝିପାରିଲେ। ତ ତରକାରୀ କି ଆପଣଙ୍କର ଡାଲି ଖାଇପାରିବେ, ସାଲାଡ୍ ତ ନିହାତି ରହିବ, ଆପଣଙ୍କର ଗ୍ରୀନ୍ ଲିଫି ଭେଜିଟେବଲ ରହିବ, ଶାଗ ତ 100% ରହିବ। ଆଚ୍ଛା, ଚିକେନ, ମଟନ, ଅଣ୍ଡା, ମାଛ। ଚିକେନ 15 ଦିନକୁ ଥରେ ଖାଇପାରିବେ, ମଟନ ମାସକୁ ଥରେ ଖାଇପାରିବେ, ଅଣ୍ଡା ମାଛ ସବୁଦିନ ଖାଇପାରିବେ। ଅଣ୍ଡାର କେଶର ଖାଇବେନି, ମାଛର ଚମଡ଼ା ସ୍କିନ୍ ଖାଇବେନି କାରଣ ମାଛର ଫ୍ଲେସ୍ ଆଉ ସ୍କିନ୍ ଭିତରେ ଗୋଟେ ଗ୍ରିଜି ଲେୟାର ଥାଏ ଯୋଉଟା ହେଉଛି ଆପଣଙ୍କ ପାଇଁ ଖରାପ।